आज देखिले सकाळु सकाळु वीडियो सकाळु सकाळु माने सेतळु हेलाणी 11टा परे पुओ गला ता बापूଙ୍କ सह नूआ वर्ष सेलिब्रेशन करिवो सेमती किसी सेलिब्रेशन नहीं माने जनवरी 1 थाए ना टिके माने अलग जगह को जीवा तो माइंड भी फ्रेश हुए मन भी भल लगे तो सेमती किसी तो से भी गला देखी तो चकुड़ी और चटनी बनई खाई गले बाहर की गले आ मु बर्तमान खाऊची काम सब सर चकुड़ी मो पकाऊँ खाइबी। ए म्यूजिक रे जे कही न नाचिबा लोकंकर भी पाद रहिबो नाही कौन कहउचंदी निश्चित भाव बाण फुटुची म्यूजिक चलीची
ଲୋକ ବି ଚାଲିଛନ୍ତି। ଆଜି କ୍ଷୀର ବି ଦେଇନାହାନ୍ତି। ହେଲାଣି ରାତି 10ଟା ଆଉ ମୁଁ ଏବେ ଜଷ୍ଟ ବାହାରେ ଦାଣ୍ଡ ଧୋଇକି ଆସିଲି। ଆଉ ଗୋଟେ ଅଧଘଣ୍ଟା ପରେ ଯିବି। ଯାହା ଯେମିତି ଏତେ ବି ମାନେ ଇଏ ପ୍ରୋ ଲେଭଲ୍ ସେମିତି ତ ମୁଁ ଦେବାକୁ ମାନେ ଇଏ କରିପାରିବିନି କି ହେଇ ବି ପାରିବନି। ଯାହା ଯେମିତି ହେବ ଗୋଟେ ଝୁଟି ଦେଇକି ଆସିବି। ଅଧଘଣ୍ଟା ପରେ ହିଁ ଯିବି, କାହିଁକିନା ଏବେ ଧୋଇକି ଆସିଛି ନା, ସେ କଲର୍ ମୂର୍ଜ ଯାକ ଲାଗିଯିବ ଓଦା ଥିଲା ବେଳକୁ ଫ୍ଲୋର୍ଟା। ତେଣୁକରି ଟିକେ ଶୁଖିଯିବ, ତାପରେ ଯାଇକି ପକେଇକି ଆସିବି। ଆଉ ତା ପୂର୍ବରୁ ମାନେ ଖାଇସାରିଲିଣି। ଆଉ ଆଜି ଟୋଟାଲ୍ ଭାତ ରୋଷେଇ ହିଁ କରିନି। ଚକୁଳିରେ ହିଁ ଆମର ଚାଲିଲା ଆଜି ପୁରା ହୋଲ୍ ଡେ କହିଲେ ଚଳେ। ହୋଲ୍ ଡେ ମାନେ କ'ଣ, ଖରାବେଳେ ଖାଇଥିଲି ଆଉ ଏବେ ବି ଚକୁଳି ଚଟଣି ଖାଇଲି। ତାପରେ ଗଲି ବାହାରଟା ଧୋଇବା ପାଇଁ, ତ ଯିବି ଅଧଘଣ୍ଟା ପରେ। ଆଜି ଟିକେ କେଜାଣି ମୋତେ ସେମିତି ମାନେ ଲାଗୁଛି କି ଆଜି ଟିକେ ଥଣ୍ଡା କମ୍ ଥିଲା ଭଳିଆ, କାହିଁକିନା ନହେଲେ ପୁରା ମାନେ ଦେହଟା ଥରେଇ ଦେଉଥିଲା ଯେଉଁ ଲେଭଲ୍ର ପୁରା ମାନେ ଥଣ୍ଡାଟା ହେଉଥିଲା। ଆଜି ଟିକେ କମିଲା ଭଳିଆ ଲାଗୁଛି ଥଣ୍ଡାଟା। ଦେଖାଯାଉ କ'ଣ ହେଉଛି ସେଇଠି ଦେଲା ବେଳକୁ ବାହାରେ ଯାଇକି। ପିଲାମାନେ ଖେଳୁଛନ୍ତି ବ୍ୟାଡ଼ମିଣ୍ଟନ। ଏବେ ହେଲାଣି 11ଟା ବାଜିବ, 10:45 ହେଇଗଲାଣି। ତ ଏଇଠି ପକାଇଦେବା ବାହାରେ। ପିଲାମାନେ ଖେଳୁଛନ୍ତି। ଶୀତଦିନ ଏ ଖେଳ ପ୍ରାୟ ସବୁଆଡ଼େ ଖେଳନ୍ତି। ୱାର୍ମ ଅପ୍ ହେଇଯିବ। ଝୁଟି ଦେବା ପାଖରେ ଆସିଛନ୍ତି। କେମିତି ଲାଗୁଛି ଝୁଟିଟା? ଫାଟିଲା। ଗୋଟେ ଲାଇକ୍ କରିଦେବେ, ସେ ଶୀତରେ ବି ବାହାରେ ଅଛନ୍ତି। ଏ ବାପା, ଆଉ ତମମାନେ କ'ଣ କରୁଛ କି? ଆମେ ବ୍ୟାଡମିଣ୍ଟନ ଖେଳୁଛୁ। ତମମାନେ ଖେଳୁଛ, ମୁଁ ଝୁଟି ଦଉଛି। ଆଉ ଖାଇକିନା ସବୁ ଖେଳୁଛ ନା ଖାଲି? ଖାଇସାରିକି ଖାଇବାର ପୂର୍ବରୁ ସେ ଗୋଟେ ନ୍ୟୁ ରାଉଣ୍ଡ, ଖାଇଲା ଇୟର ପରେ ଗୋଟେ ରାଉଣ୍ଡ। ହଁ, ପୁରା ୱାର୍ମ ଅପ୍ ହେଇଯାଉଛି ନାଇଁ ରେ? ଭଲ। ଥଣ୍ଡା ଜବର ହେଉଛି ରେ। ଆଜି ଟିକେ କମିଛି ନାଇଁ? ତମକୁ କ'ଣ ଜଣାପଡ଼ୁଥିବ, ତମେ ତ ଖେଳୁଛ ଦିନ ରାତି। ଆଉ ଦିନ ରାତି ନାହିଁ ଯେ, ମାନେ ରାତିରେ। ହଁ, ରାତି ଯାକ ବି ନାହିଁ, ଖେଳୁଛ। ତମର ଚାଲିଛି ଝୁଟି ଦିଆ। ପିଲାମାନେ ଦେଖୁଛନ୍ତି, ତାଙ୍କର ଟିକେ ରିଲାକ୍ସ ହେଇଗଲେ ପଳେଇ ଆସୁଛନ୍ତି ଦେଖିବା ପାଇଁ। ଝୁଟିରେ ଲେଖା ହେଇସାରିଲାଣି 2026। ହ୍ୟାପି ନ୍ୟୁ ଇୟର 2026। ଆପଣମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା, ଅଭିନନ୍ଦନ। ବ୍ଲଗ୍ ଆସିଲା ବେଳକୁ ତ 2026 ହେଇସାରିଥିବ, କାହିଁକିନା ମୋର 2025ର ବ୍ଲଗ୍ ଯାକ ହିଁ ପେଣ୍ଡିଂରେ ଅଛି। ତେଣୁକରି ଏଇଟା ଆସିବ, କିନ୍ତୁ ଟିକେ ତ ଲେଟ୍, ବିଳମ୍ବ ହେବ। ଆମର 0 ନାଇଟ୍ ସେଲିବ୍ରେସନ୍ ହେଉଛି ସଫାସଫି, ଝୋଟି ଫୋଟି ଦେବା, ଏଇସବୁରେ ଆମର ଟାଇମ୍ ସ୍ପେଣ୍ଡ କରୁଛୁ ସବୁବେଳେ। 0 ନାଇଟ୍ ସେଲିବ୍ରେସନ୍ ଆগে ଆମର ସେଇ ଫାଇନାଲି ଝୁଟି ହେଲା କମ୍ପ୍ଲିଟ୍। ପିଲାମାନେ ଖେଳୁଛନ୍ତି। 11ଟା ହେବାକୁ ଯାଉଛି, ଆଉ ମୁଁ ଯିବି ହେରି ଘର ଭିତରକୁ, କାହିଁକିନା ଥଣ୍ଡା ବି ବଢ଼ିବାରେ ଲାଗିଛି। ଝୁଟି କଲର୍ ତ ଧୋଇ ହେଇକି ଆସିଲି। ଦାନ୍ତ ବଥା ବାହାରି ପଡ଼ୁଛି, ମାନେ ଏଇ ଯେଉଁ ବାହାରେ ଗଲେ ଥଣ୍ଡା ପବନଟା ବାଜିଗଲେ ନା ଦାନ୍ତ ବଥା ବାହାରୁଛି। ତ
ଗରମ ପାଣି ପିଇବା ପାଇଁ ବସେଇଛି। ଯାଇକି ଆଣିବା, ତାପରେ ଆଣିବା କରିବା କ'ଣ ପାଇଁ ମୁଁ କହୁଛି, ଗୋଟେ ଅଭ୍ୟାସ ହେଇଗଲାଣି। କରିବି ତ ମୁଁ, କେତେଜଣ ମିଶିକି କଲା ଭଳିଆ ମୋ ସହିତ ଯେମିତି କହୁଛି। ବା ଥଣ୍ଡା ଧରିଦେଲା। ଟିକେ ଥଣ୍ଡା ହେଲା ବେଳକୁ ବା ମୋର 0 ନାଇଟ୍ ସେଲିବ୍ରେସନ୍ ହେଉଛି ଏଇଟା। ମାନେ ଥଣ୍ଡାରେ ଯାଇକି ସେତିକି ସମୟ ଯାଇକି ଖାଲି ଝୁଟି ଦେଇକି ଆସିଲି ନା, ତଥାପି ଘୋଡ଼ାଘୋଡ଼ି ହେଇକି ଯାଇଥିଲି। ବାବାରେ କେତେ ଜୋରରେ ପୁରା ମାନେ ଛିଙ୍କଟା ଆସୁଛି, କଣ୍ଟିନ୍ୟୁ ଛିଙ୍କ ପୁରା ଆସିଲା କେତେ ଥର। ବା କୁହାଯାଏ କ'ଣ କୁହାଯାଉଛି, ବାଣ ଫଟେଇବାରେ ବ୍ୟସ୍ତ ଲୋକଙ୍କର ଖୁସି, କିଛି ଜଣ ବାଣ ଫୁଟେଇବାରେ ଖୁସି, କିଛି ଜଣ ବାଣ ଦେଖିବାରେ ଖୁସି ଇଏ କରନ୍ତି, କିଛି ଜଣ ବାଣଟା ଶୁଣିକି ବି ଖୁସି ହୁଅନ୍ତି। ଅଛି କୁହାଯାଉଛି, ମାନେ ଜ୍ୟୋତିଷ ଶାସ୍ତ୍ର ଭିତରେ ଦେଖିଥିବେ ଆପଣମାନେ ବି ସବୁ, କି 2026 ମାନେ ଆମର ଯେଉଁ କ୍ୟାଲେଣ୍ଡର ହିସାବରେ ତ ଏବେ ଯେଉଁ ଆସିବାକୁ ଯାଉଛି ସେଇଟା ହେଉଛି ସୂର୍ଯ୍ୟଙ୍କର ବର୍ଷଟା। ଆଉ ସୂର୍ଯ୍ୟଙ୍କର ପୂଜା କରିବା ଦ୍ୱାରା ସବୁକିଛି ଭଲ ହେବ। ନିହାତି ସୂର୍ଯ୍ୟଙ୍କର ପୂଜା କରିବା ଦ୍ୱାରା ଭଲ ହେବ କି କ'ଣ ହେବ ସେଇଟା ତ ମୁଁ କହିପାରିବିନି, କିନ୍ତୁ ନିହାତି କରିବା ତ କଥାଟା ଠିକ୍। କିନ୍ତୁ ବାକି ରହିଲା ଯେଉଁ ରାଶି ଜାତକ ଏଇସବୁ ଯାକ ଉପରେ ନେଇକିନା ଯେଉଁ କୁହାଯାଏ ନା, ଏଇ ରାଶିର ଲୋକଙ୍କ ଉପରେ ଏଇଭଳିଆ ପ୍ରଭାବ ଅଛି, ଏମିତିଆ ରାଶିର ଏମିତିଆ ଇଏରେ ଜନ୍ମ ହେବା ବ୍ୟକ୍ତିମାନଙ୍କର ଏଇଭଳିଆ ଉନ୍ନତି ହେବ କି କ'ଣ ହେବ କି କ'ଣ ସବୁ। ପ୍ରକୃତରେ ଯଦି ମୋତେ ପଚାରିବେ ବା ମୁଁ ମୋର ଯେଉଁଟାକି କହିବି ବ୍ୟକ୍ତିଗତ ମତ, କାହିଁକିନା ମୁଁ କୌଣସି ରାଶି ଆଉ ଜାତକ ଏଇ ଯାକ ଉପରେ ବେଶୀ ମୋର ବିଶ୍ୱାସ କେବେ କରେନି କି କରିନି ଆଜି ପର୍ଯ୍ୟନ୍ତ ଜୀବନରେ। ଆଉ ଯାହା ବିଶ୍ୱାସ କରିଛି ବା ନିଜ ଉପରେ ଯେଉଁଟାକି ନିଜର କର୍ମ ଉପରେ, ମାନେ କର୍ମଟା ଠିକ୍ କରନ୍ତୁ, ସଚ୍ଚୋଟ ରୁହନ୍ତୁ, ସତ୍ପଥରେ ଚାଲିବା ପାଇଁ ବହୁତ ମାନେ ଚେଷ୍ଟା କରନ୍ତୁ। ଉଦ୍ୟମ କରିବା ଦ୍ୱାରା ତ କିଛି ନା କିଛି ପଥ ତ ଇଜି ହେଇଯାଏ, କ'ଣ କହିବେ। ତ ଏଇଟା ତ ଭାବିବିନି ଯେ ସଚ୍ଚୋଟରେ ରହିବା ଇଜି ହେବ। ମାନେ ଦେଖନ୍ତୁ, ଆପଣ ଭୁଲ ବାଟକୁ ଯିବେ ଯଦି ବହୁତ ସହଜ ହେଇଯାଏ ଯିବା ପାଇଁ, କିନ୍ତୁ ଠିକ୍ ବାଟରେ ମାନେ ସଚ୍ଚୋଟ ପଥ ଯେଉଁଟା କହୁଛି ନା, ତ ସେଇଟା ହେଉଛି ଲାଇଫରେ ରହିବାଟା ବହୁତ ସାରା ମାନେ ଅପ୍ସ ଡାଉନ୍ସ ଆପଣଙ୍କୁ ଆସେ, ବହୁତ ସାରା କ୍ଷେତ୍ରରେ ଆସେ। ଆଉ ସେଇଟାକୁ ପାର କରିକି ଆମେ ଆଗକୁ ବଢ଼ିବାଟା ହେଉଛି ମାନେ ନିଜ ପାଇଁ ଗୋଟେ ମାନବିକତା। ବା ଆମେ ଯେଉଁ ମଣିଷ ଜନ୍ମ ପାଇଛେ ନା, କୁହାଯାଏ ମଣିଷ ମାନେ ମଣିଷ ଜନ୍ମ ଯିଏ ପାଇଛି ସେ ହେଉଛି ମାନେ ଭଗବାନଙ୍କ ସୃଷ୍ଟିର ସବୁଠାରୁ ଶ୍ରେଷ୍ଠ, ମାନେ ଯେଉଁଟାକି ବହୁତ ବଡ଼ ଇଏ। ତ ସେଇ ହିସାବରେ ଯଦି ମୁଁ କହିବି, ମୁଁ ଯେଉଁଟା ମାନୁଛି କି ରାଶି ଜାତକ ଏଇ ଯାକ ତ ମୁଁ କେବେ ମାନିନି କି ମାନୁନି କି ମାନିବିନି, ଯାହା ମୋତେ ଯେତିକି ଲାଗୁଛି। ସବୁଠାରୁ ମୁଁ ମାନିଛି ବା ମାନିକି ଆସିଛି ଯେଉଁଟାକି ନିଜର କର୍ମ। କର୍ମ ମାନେ କ'ଣ, ଆମେ କେଉଁ ଭଳିଆ କାମ କରୁଛୁ, କେତେ ଆମେ ସଚ୍ଚୋଟ ପଥରେ ଅଛୁ,
କେତେ ଆମେ ସ୍ୱାର୍ଥପର ହେଇକି କାମ କରୁଛୁ ବା କେତେ ଆମେ ମାନେ କିଛି ଜଣ ଥାଆନ୍ତି କି ଅନ୍ୟ ପାଇଁ କେବଳ ଭଲ ମାନେ ଉପଦେଶ ଦେଇପାରିଥାନ୍ତି, କିନ୍ତୁ ନିଜ ଲାଇଫରେ ବା ନିଜ କ୍ଷେତ୍ରରେ ଦେଖିଲା ବେଳକୁ ମାନେ ସେ ନିଜ ପରିବାର ମଧ୍ୟରେ ସେତିକି ଭଲ ହେଇପାରିନଥାନ୍ତି। କାହିଁକି ସବୁଠି ତ ସମସ୍ତେ ଭଲରେ ଇଏ କରିପାରିବେନି କେବେ ବି, କିନ୍ତୁ ଚେଷ୍ଟା ତ କରିପାରିବା ନା ଯେ ନିଜକୁ ଠିକ୍ରେ ରଖିବା ପାଇଁ, ଉଚିତ ମାର୍ଗରେ ରଖିବା ପାଇଁ। ବାକି ରହିଲା ଅନ୍ୟମାନଙ୍କ ଉପରେ କିଏ କ'ଣ ଭାବୁଛନ୍ତି, କିଏ କ'ଣ କହୁଛନ୍ତି, ସେଇଟା ତ ରହିଲା ଥାର୍ଡ଼ ଏଙ୍ଗେଲ୍, ଯେଉଁଟାକି ଭିତରେ ହିଁ ଆସିବା କଥା ନୁହେଁ କି ସେ ଉପରେ ଧ୍ୟାନ ଦେବା କଥା ବି ନୁହେଁ ନିଜେ। ମୁଁ ତ ସେଇଟା ଭାବେ ଆଉ କରେ ବି, କାହିଁକିନା ବହୁତ ଚେଷ୍ଟା କରେ କି ଠିକ୍ ସଚ୍ଚୋଟ ପଥରେ ରହିବା ପାଇଁ। ବହୁତ ସାରା କଷ୍ଟ ଫେସ୍ କରିବାକୁ ପଡ଼େ, ବହୁତ ସମୟରେ, ବହୁତ କ୍ଷେତ୍ରରେ, ବହୁତ ବିଷୟରେ, ବୁଝିପାରୁଛନ୍ତି। ତଥାପି କଷ୍ଟ ହଉ, କାହାଠାରୁ କ'ଣ ବି ଅପବାଦ ବି ଶୁଣିବାକୁ ମିଳୁ କି ଯାହା ବି ହଉ, କିନ୍ତୁ ଚେଷ୍ଟା ତ ନିହାତି ଜାରି ରଖିବି। ଆଜି ସୁଦ୍ଧା ଜାରି ରଖିଛି, ଆଗକୁ ବି ଏଇଭଳି ମୁଁ ଜାରି ରଖିବି। ଆଉ ସତ୍ପଥରେ ସବୁବେଳେ ମୁଁ ରହିଆସିଛି, ରହିବି। ଏଇଟା ତ ମୋର ନିଜ ଉପରେ ମୋର 100% ମୁଁ ଗ୍ୟାରେଣ୍ଟି ଦେଇପାରିବି। ତ ସେଇଟା ହିଁ କଥା, ସେଇଟା ହିଁ କହିବାକୁ ମୁଁ ଯାଉଥିଲି କି ରାଶି ଏଇସବୁ ଉପରେ ମୋର ତ ଇଏ ନାହିଁ, ଏତେ ମୁଁ ବିଲିଭ୍ କରେନି। କାହାର କେଉଁ ଭଳିଆ ଇଏରେ ବିଶ୍ୱାସ କରନ୍ତି, କିନ୍ତୁ ସବୁଠାରୁ ବିଶ୍ୱାସ ନିଜର ଆମର ଏବିଲିଟି କ'ଣ, ନିଜର ଦକ୍ଷତା କ'ଣ, ନିଜର କ୍ଷମତା କ'ଣ, ସେଇଟାକୁ ମୁଁ ବେଶୀରେ ପ୍ରାୟୋରିଟି ଦିଏ। ଆପଣ କହିବି ହେଇଗଲା 2025ର ଯେଉଁଟାକି ଲାଷ୍ଟ ଦିନ ଡିସେମ୍ବର 31ଟା। ତ ଇଂରେଜ ମାନେ କ'ଣ କୁହାଯାଏ, ଆମର କ୍ୟାଲେଣ୍ଡର ପ୍ରକାରରେ ଯେଉଁ ହିସାବରେ ଡିସେମ୍ବର 31 ବର୍ଷ ଶେଷ ଦିନ। କେଉଁ ଭଳିଆ କେମିତିଆ କ'ଣ ମୋର ସେଲିବ୍ରେସନ୍ ହେଉଛି କି କ'ଣ କେମିତି ବିତେଇଲି, ଏଇ ଦିନଟା କେମିତି କଟିଲା ଆପଣମାନଙ୍କ ସାମ୍ନାରେ ଆସିଲା ବ୍ଲଗ୍ ମାଧ୍ୟମରେ। ଆଉ ସାନ ପୁଅ ଯେହେତୁ ପାଖରେ ନାହିଁ, ସିଏ ଥିଲାବେଳକୁ ମୁଁ କ'ଣ କରେ କି ତା'ର ୱାଇଫାଇ ନେଇକି ମୁଁ ବ୍ଲଗ୍ ଯାକ ଅପଲୋଡ଼୍ କରିଦିଏ, ମୋତେ ଇଜି ହେଇଯାଏ। ତ ସିଏ ଯେହେତୁ ଯାଇଛି ବାପାଙ୍କ ପାଖକୁ, ମାନେ ସାଙ୍ଗରେ ଗଲା ଆଜି ଦେଖିଥିବେ। ତ ମୋର 2025ର ଯେଉଁଟାକି ବ୍ଲଗ୍ ଯାକ ମୁଁ ଆଜି ଅପଲୋଡ଼୍ ଆକ୍ଚୁଆଲି କରିବାର ଥିଲା, କିନ୍ତୁ ରହିଗଲା ପେଣ୍ଡିଂ। ସେଇ କାରଣ ହେତୁ ମୁଁ ଆଜି ମାନେ ଯାହା ହେଲେ ବି ମୁଁ ଭାବିଥିଲି 2025ର 25ର ଯାହା ଯାହା ବ୍ଲଗ୍ ଅଛି, ଭିଡ଼ିଓ ଯେଉଁ ଯାକ କରିଛି, ତ ସେଇଟା ମୁଁ ଅପଲୋଡ଼୍ କରିଦେବି ବୋଲିକି, କିନ୍ତୁ ହେଇପାରିଲାନି। ସିଏ ବି ଯିବାର ସେମିତି କିଛି ପ୍ଲାନିଂ ନଥିଲା, ହଠାତ୍ ସେ ବାହାରିଗଲା ପଳେଇ ଯିବା ପାଇଁ। ତ ହଉ, ଯାହା ହଉ, ସେ ଆସିବା ପରେ ହିଁ ମୋର ମାନେ ଯେଉଁଟାକି ୱାଇଫାଇ ମୋର ଚାଲିଯାଇଛି, ୱାଇଫାଇ ଆସିବ, ତାପରେ ଯାଇକି ମୋର ବ୍ଲଗ୍ ଗୁଡ଼ିକ ଅପଲୋଡ଼୍ କରିବି। ନିହାତି ଆପଣମାନେ ବହୁତ ଭଲ ପାଇବା ଦେଉଛନ୍ତି, ଦେବେ ମଧ୍ୟ। ଆଉ ଆପଣଙ୍କର କେମିତି କ'ଣ ଜିରୋ ନାଇଟ୍ ସେଲିବ୍ରେସନ୍ ବା 2025ର ଶେଷ ଦିନ ଯେଉଁଟାକି ସେଲିବ୍ରେସନ୍ କଲେ, ନିହାତି ସେଇଟା ଗୋଟେ ଜୀବନର ବହୁତ କିଛି ମାନେ ମେମୋରି ରହିଯାଏ ନିଜର ସ୍ମୃତି, ମାନେ ଏଇ ଯେଉଁ ସ୍ମୃତିରେ ନିଜର ନିଜ ମନ ଭିତରେ। ତ କାହାର କେଉଁ ଭଳିଆ, କିନ୍ତୁ ସବୁବେଳେ ଚେଷ୍ଟା କରନ୍ତୁ କି, ମୁଁ କ'ଣ କହୁଛି, ଖୁସି କିନ୍ତୁ ନିହାତି ଆପଣ ନିଜେ ନିଜକୁ ରଖିବାକୁ ଚେଷ୍ଟା କରନ୍ତୁ, ନିଜେ ରହିବାକୁ ଚେଷ୍ଟା କରନ୍ତୁ, ବୁଝିପାରିଲେ। ସେପଟ ମାନେ ବହୁତ ଯାହା ବି ଆପଣ କରନ୍ତୁ ନା କାହିଁକି, ଦେହ ନିଜର ମାନେ ସ୍ୱାସ୍ଥ୍ୟଟା ହେଉଛି ବହୁତ ବଡ଼ ମାନେ ଗୋଟେ ସମ୍ପତ୍ତି। ତେଣୁକରି ଖୁସିରେ ରହିଲେ ନିଜର ଶରୀର ବି ଠିକ୍ ରହିବ, ଆଉ ବାକି ରହିଲା ସବୁ କିଛି କଥା କ'ଣ କହିବେ। ତ ସେଇଟା ହେଉଛି ମାତ୍ର ଆଉ ଅଳ୍ପ କିଛି ମିନିଟ୍ର ମାନେ ଡିଷ୍ଟାନ୍ସ ଅଛି 2026କୁ ଏଣ୍ଟର୍ କରିବା ପାଇଁ। ଆଉ ଆମ ଘର ଏଠି ତ ମାନେ ପୁରା ମାନେ ସାଇଲେଣ୍ଟ, କାହିଁକିନା ସାନ ଜଣେ ଥିଲେ ପୁରା ମାନେ ଘରେ ଗୋଟେ 10 ଲୋକ ଥିବା ଭଳିଆ ସେ ମୋ ସାଙ୍ଗରେ ହେଉଥିବ ସବୁବେଳେ। ତ ସେଇଟା ହେଲା ସେମିତି ନାହିଁ କି ସେମିତି ଟୋଟାଲ୍ ଇଏ ନାହିଁ, କିନ୍ତୁ ସିଏ ଟିକେ ଧୁମଧଡ଼ାକା ଟାଇପ୍ର ପିଲା ନା, ତ ସେମିତି ଆଉ। ତ ଚାଲିଛି ଆଜି ମୋର ଏଇଭଳିଆ ସବୁ। ତ ହେଇଗଲାଣି ନୂଆ ବର୍ଷର 2026ର ଆଗମନ,
ସ୍ୱାଗତ 2026 ଆପଣଙ୍କ ଜୀବନରେ ସମସ୍ତଙ୍କ ଜୀବନରେ ଖୁସି ଭରି ଦେଉ। ଏଇ ବର୍ଷଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ହସ ଖୁସିରେ ଦିନ କଟୁ। ଭଲରେ କେମିତି ଜୀବନଟା ଭଲରେ କେମିତି ଆମେ ଅତିବାହିତ କରିବା, ଖୁସିରେ ରହିବା, ଏଇଟା ସଦାସର୍ବଦା ଚେଷ୍ଟା କରିବା। ଆଉ ଭଗବାନ ଆଶୀର୍ବାଦ କରନ୍ତୁ କି ସମସ୍ତଙ୍କ ଜୀବନରେ ଖୁସିଟା ଭରି ରହୁ, ପରିପୂର୍ଣ୍ଣ ହେଇକି ରହୁ। ଆଉ ସମସ୍ତଙ୍କର ଲାଇଫ୍ରେ ମାନେ ଜୀବନରେ ଯାହା ବି ଦୁଃଖ ଥାଉ ନା କାହିଁକି ଭଗବାନ ସେଇଟାକୁ ଦୂରେଇ ଦିଅନ୍ତୁ। ଏଇ ବର୍ଷଟି ସମସ୍ତଙ୍କ ଜୀବନରେ ଖୁସି ଆଣିଦେଉ। ଦୁନିଆର ଯାହା କିଛି ବି ଅଶାନ୍ତି ଯେଉଁଠି ବି ଯାହା ବି ମାନେ ଲାଗିଛି ସବୁକିଛିର ସମାଧାନ ହେଇଯାଉ। ଏଇଟା ହିଁ କାମନା ପ୍ରାର୍ଥନା ଭଗବାନଙ୍କ ନିକଟରେ, ଏଇଟା ହିଁ ଗୁହାରି। ତ ସମସ୍ତଙ୍କ ଜୀବନରେ ଖୁସି ଭରି ଯାଉ ଏତିକି କହିକି ଏଇ 2026କୁ ସ୍ୱାଗତ ଜଣେଇକି ଆଜିର ଏଇ ଭିଡ଼ିଓକୁ ମୁଁ ଶେଷ କରିବାକୁ ଯାଉଛି। କିନ୍ତୁ ବ୍ଲଗ୍ ତ ଆସିବ ନିଶ୍ଚିତ, ସେ ଟିକେ ଲେଟ୍ ହେଇପାରେ। ତା'ର କାରଣ ମୋର ୱାଇଫାଇ ଚାଲିଯାଇଛି ମୋ ଠାରୁ ଦୂରକୁ। ତା'ର ଇଏ ବି ଜାଣିଛନ୍ତି ୱାଇଫାଇ ମୋର। ତ ଆସିଲେ ନିଶ୍ଚିତ ଭାବରେ ବ୍ଲଗ୍ ବି ବ୍ୟାକ୍ ଟୁ ବ୍ୟାକ୍ ଆସିବ। ଆଉ ଏଇ ବ୍ଲଗ୍ ମଧ୍ୟ ଆପଣ ଯେଉଁ ଦେଖୁଛନ୍ତି ଏବେ, ଆଶା କରୁଛି ଆପଣମାନେ ନିହାତି ଆଜିର ଦିନଟିକୁ ବହୁତ ହି ଖୁସିରେ ସେଲିବ୍ରେସନ୍ କରିଥିବେ। ଆଉ ଆଜି ଭଳି ସେଲିବ୍ରେସନ୍ ସବୁଦିନ ସେମିତି ହିଁ କରନ୍ତୁ, ଏତିକି ଆଶା କରିକି ରଖୁଛି। ଗୁଡ଼୍ ବାଇ ଟୁ ଏଭ୍ରିୱାନ୍। ହ୍ୟାପି ନ୍ୟୁ ଇୟର୍। ସମସ୍ତଙ୍କୁ ଢେର ସାରା ଅଭିନନ୍ଦନ। ନୂତନ ବର୍ଷର 2026କୁ ବହୁତ ହି ଭଲରେ କ'ଣ କରିବା, ସ୍ୱାଗତ ଜଣାଇବା।